ଆଜି ଆମ ଘରେ ଥିଲା ମା ସରସ୍ୱତୀଙ୍କର ପୂଜା। ଆଜି ଘରେ ଏତେ ସବୁ ପ୍ରିପାରେସନ୍ କାହିଁକି ହେଇଛି ଭିଡ଼ିଓଟି କଣ୍ଟିନ୍ୟୁ କଲେ ଆପଣମାନେ ନିଶ୍ଚିତ ଜାଣିପାରିବେ। अच्छा ହ୍ୟାଲୋ ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ସକାଳୁ ସକାଳୁ ସମସ୍ତେ ନିତ୍ୟକର୍ମ ସାରି ଦେଇ ମାଙ୍କର ମୂର୍ତ୍ତି ଆଣି ମାଙ୍କୁ ସ୍ଥାପନା କରିଦେଇଥିଲୁ। ଆଉ ପୂଜା ପାଇଁ ଯାହା ସବୁ ସାମଗ୍ରୀ ଦରକାର ସେସବୁକୁ ମଧ୍ୟ ସଜେଇ ରଖିଥିଲୁ। ଏଇ ଭିତରେ ନନା ବି ଆସି ଯାଇଥିଲେ। ସେ ପୂଜାର ପୂର୍ବ ପ୍ରସ୍ତୁତି ପାଇଁ ପଞ୍ଚବର୍ଣ୍ଣ ମୁରୁଜ ପକାଉଥିଲେ। ଆଉ ମୋ ଝିଅକୁ ଲାଗୁଥିଲା ସେ ରଙ୍ଗୋଲି ପକାଉଛନ୍ତି, ଯୋଉଥିପାଇଁ କି ସେ ତାଙ୍କ ସହିତ ମିଶି ରଙ୍ଗୋଲି ପକେଇବାରେ ଲାଗି ପଡ଼ିଥିଲା। ତାପରେ ପୂଜା ଆରମ୍ଭ ହୋଇଯାଇଥିଲା। ତ ଆପଣମାନେ ଭାବୁଥିବେ ଏବେ ତ ସରସ୍ୱତୀ ପୂଜା ନୁହଁ, ମାଙ୍କର ପୂଜା ଏବେ କାହିଁକି କରାଯାଉଛି? बात तो सही है ଯେହେତୁ ଭିଡ଼ିଓଟି ବହୁତ ଲମ୍ବା ହେଇଯାଉଛି, ୟାର ଉତ୍ତର ନେକ୍ସଟ ବ୍ଲଗରେ ମୁଁ ନିଶ୍ଚିତ ଜଣେଇବି। ଆଉ ଆପଣମାନଙ୍କ ମଧ୍ୟରୁ ଯଦି କେହି ଗେସ୍ କରିପାରୁଥିବେ ବା ଏ ବିଷୟରେ ଜଣାଥିବ ତାହେଲେ କମେଣ୍ଟ ସେକ୍ସନରେ ନିଶ୍ଚିତ ଜଣେଇବେ। ଜୟ ଜଗନ୍ନାଥ।